आज ହେଉଛି ପବିତ୍ର ଶାମ୍ବ ଦଶମୀ। ଏଥିପାଇଁ ଚଳଚଞ୍ଚଳ କୋଣାର୍କ ଚନ୍ଦ୍ରଭାଗା ପୀଠ। ହଜାର ହଜାର ଶ୍ରଦ୍ଧାଳୁ ପରିବାରର ମଙ୍ଗଳ କାମନା କରି ଏକାଠି ହୋଇଥିଲେ ଚନ୍ଦ୍ରଭାଗାରେ। ଶ୍ରଦ୍ଧାଳୁମାନେ ପ୍ରାତଃ ସମୟରେ ପ୍ରଭୁ ସୂର୍ଯ୍ୟନାରାୟଣଙ୍କୁ ଦୀପଦାନ କରିବା ସହିତ ପୂଜାର୍ଚ୍ଚନା କରି ପିଲାଙ୍କର ମଙ୍ଗଳ କାମନା କରିଥିଲେ। ଏହାପରେ ଅନନ୍ତ ଅବଧୂତ ମଠରୁ ସୂର୍ଯ୍ୟରଥ ବାହାରି ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଯାଇଥିଲା। ଆଜିର ଦିନରେ ପ୍ରାତଃ ସମୟରେ ସୂର୍ଯ୍ୟଙ୍କୁ ଆରାଧନା କଲେ ନାନାଦି ରୋଗରୁ ଉପଶମ ମିଳିଥାଏ ବୋଲି ବିଶ୍ୱାସ ରହିଆସିଛି। ଏହି ବିଶ୍ୱାସ ନେଇ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଥିଲା ଚନ୍ଦ୍ରଭାଗାରେ। ପୌରାଣିକ କଥା ଅନୁସାରେ ଶ୍ରୀକୃଷ୍ଣଙ୍କର ପୁଅ ଶାମ୍ବ ଆଜିର ଦିନରେ ସୂର୍ଯ୍ୟଙ୍କୁ ଉପାସନା କରି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ଏହି ବିଶ୍ୱାସରେ ଶ୍ରଦ୍ଧାଳୁମାନେ ନିଜ ପିଲାମାନଙ୍କୁ ବିଭିନ୍ନ ରୋଗରୁ ମୁକ୍ତି ଦେବା ପାଇଁ ଚନ୍ଦ୍ରଭାଗାରେ ସୂର୍ଯ୍ୟ ପୂଜା କରିବାର ଦେଖିବାକୁ ମିଳିଥିଲା। ଏଠାରେ ପୂଜାର୍ଚ୍ଚନା କରିବା ଦ୍ୱାରା ପିଲାମାନେ ରୋଗରୁ ଉପଶମ ପାଇଥିବାର ବିଶ୍ୱାସ ରହିଥିବାର ଶ୍ରଦ୍ଧାଳୁ କୁହନ୍ତି। ଏପଟେ ଆଜି ଘରେ ଘରେ ସୂର୍ଯ୍ୟଙ୍କୁ ଉପାସନା କରି ଶାମ୍ବ ଦଶମୀ ପୂଜା କରାଯାଉଥିବା ବେଳେ ଶିମ୍ବପତ୍ରରେ କ୍ଷୀରି ହେବାର ପରମ୍ପରା ରହିଆସିଛି। ଆମେ ଶାମ୍ବ ଦଶମୀରେ ଆମେ ଆସିଲୁ 5 ଦିନ ହେଲାଣି ଆସିଛୁ। ଏଠି ଯଜ୍ଞ ଆମର 3 ଦିନ ହୁଏ। ଆମର କର୍ମକର୍ତ୍ତା ମାନେ ବହୁତ ଅଛନ୍ତି। ଏଇ ମାଟି ପୁରା 8 ଦିନ ହେଲାଣି ଆସିକି ରହି ଏଠାରେ କାମ ଧନ୍ଦା ସବୁ କରି ବହୁତ ପରିଶ୍ରମ କରନ୍ତି। ଆଉ ଖାଉଛୁ ଆମେ ଏଇ ଯୋଉ ଶାମ୍ବ ଦଶମୀ ଆମେ ଆସିଛୁ ଘରେ ବି ପୂଜା କରୁଛନ୍ତି। ସୂର୍ଯ୍ୟଙ୍କ ପୂଜା ଯୋଉଠି ରହିଲେ ସେଠି କରିହବ, ସେମିତି କିଛି ନାହିଁ ଯେ ଘରେ ରହିଲେ ପୂଜା କରିବ। ଆମେ ଏଠିକି ଆସିବାର ଉଦ୍ଦେଶ୍ୟ ହଉଛି ଯେ ଏଠି ଆମର ସୂର୍ଯ୍ୟ ମନ୍ଦିର ଅଛି। ଯେମିତି ଶାମ୍ବ କୁଷ୍ଠ ରୋଗରୁ ମୁକ୍ତ ପାଇକା ଏଇ ଶାମ୍ବ ପୂଜା ସୂର୍ଯ୍ୟଙ୍କୁ ପୂଜା କରିଦେଲା, ଆମେ ସେମିତି ବି ଆସିଛୁ। ଏଇ ସୂର୍ଯ୍ୟ ମନ୍ଦିର ଆମର ଯୋଉଠି ଅଛି, ଆମେ ଏଇଠି ସକାଳୁ ଆଜି ଭୋରୁ ବରା, କାକରା, ଆରିସା, ଚକୁଳି, ପୋଡପିଠା ବିଭିନ୍ନ ପ୍ରକାର ପିଠା କରି ଏଇଠି ସୂର୍ଯ୍ୟ ମନ୍ଦିର ପାଖରେ ପୂଜା କରି ଏବଂ ଆମର ବଟବୃକ୍ଷ ମୂଳେ ପୂଜା କରି ସୂର୍ଯ୍ୟ ଉଦୟ ପୂର୍ବରୁ ଆମେ ପୂଜା କରି ବହୁତ ଆନନ୍ଦ ନେଉଛୁ। ଏବଂ ଯେମିତି ରୋଗ ମୁକ୍ତିରୁ ଆମ ପିଲାମାନଙ୍କୁ ଭଗବାନ ସୂର୍ଯ୍ୟ ଦେବତା ଭଲରେ ରଖିବେ, ଘରର ସମସ୍ତଙ୍କର ଦେହ ମୁଣ୍ଡ ଭଲ ରଖିବେ, ସେଥିପାଇଁକା ଆମେ ଏଠି ଆସି ଶାମ୍ବ ଦଶମୀରେ ପୂଜା କରି ସୂର୍ଯ୍ୟଙ୍କୁ ସମସ୍ତଙ୍କର ଭଲ ହେବା ପାଇଁକା ଚିନ୍ତା କରି ଆଶୀର୍ବାଦ ନେଇଛୁ। ଆମେ ପ୍ରତିବର୍ଷ ଏଠି ସୂର୍ଯ୍ୟଙ୍କର ରଥଯାତ୍ରାରେ ପହଞ୍ଚୁ। ଏଇଟା ଶାମ୍ବ ଦଶମୀ। ଏଇଟା ହଉଛି ସୂର୍ଯ୍ୟଙ୍କର ଉତ୍ତର। ଏଇ ଦିନ ଶାମ୍ବଙ୍କୁ କୁଷ୍ଠ ରୋଗ ବ୍ୟାଧିରୁ ରକ୍ଷା କରାଯାଇଥିଲା। କେମିତି? କାଠଦୀପରୁ ବ୍ରାହ୍ମଣକୁ ଆଣିକିରି ଶ୍ରୀକୃଷ୍ଣଙ୍କ ଆଦେଶରେ ତାଙ୍କର ପୂଜା ଅର୍ଚ୍ଚନା କରାଯାଇ ଶାମ୍ବଙ୍କୁ ରୋଗମୁକ୍ତ କରିଥିଲେ। ଏବଂ ଏଇ ଦିନ କୃଷ୍ଣ ଆଗରୁ ଶାମ୍ବଙ୍କୁ ଅଭିଶାପ ଦେଇଥିବାରୁ ସେ ଏଇ କେମିତି ମୁକ୍ତି ପାଇବେ ବୋଲି ସେ ତାଙ୍କ ପିତାଙ୍କୁ ଅନୁରୋଧ କରିଥିଲେ। ସିଏ କହିଥିଲେ ଯେ ଯାହା ଶାକଦୀପରୁ ବ୍ରାହ୍ମଣକୁ ଆଣିବ, ସେଠି ଯୋଉ ବ୍ରାହ୍ମଣ ମାନେ ଅଛନ୍ତି ଗ୍ରହ ବ୍ରାହ୍ମଣ, ସୌର ବ୍ରାହ୍ମଣ ତାକୁ କୁହାଯାଏ, ସେମାନଙ୍କ ଦ୍ୱାରା ପୂଜା ଅର୍ଚ୍ଚନା କଲେ ହବ। ଏଇ ଦିନ ଗାଁ ଗହଳିରେ ଶିମ୍ବ ପତ୍ରରେ ସବୁ ପୂଜା କରାଯାଏ। ଶାମ୍ବ ଯେହେତୁ ନାହାନ୍ତି, ଶାମ୍ବଙ୍କ ଉଦ୍ଦେଶ୍ୟରେ ଶିମ୍ବ ପତ୍ରରେ ହିଁ କ୍ଷୀରି କରାଯାଇ ମା ମାନେ ପିଲାମାନଙ୍କର ଦୀର୍ଘାୟୁ କାମନା କରନ୍ତି ଏବଂ ତାଙ୍କର ତାରିଣୀ ବାନ୍ଧି ତାଙ୍କର ଦୀର୍ଘାୟୁ କାମନା କରିଥାନ୍ତି। ସେପଟେ ଆଜିର ଦିନରେ ସୂର୍ଯ୍ୟ ପୂଜା ଶ୍ରଦ୍ଧାଳୁମାନେ କରିବା ସହିତ ଶ୍ରୀ ଅନନ୍ତ ଅବଧୂତ ମଠ ଦ୍ୱାରା ସୂର୍ଯ୍ୟ ପୂଜା ମହାଡମ୍ବରରେ କରାଯାଇଛି। ମଠରୁ ବିରଞ୍ଚି ନାରାୟଣ ମୈତ୍ରେୟାଧୀଶ ଉତ୍ସବ ମୂର୍ତ୍ତିକୁ ରଥରେ ନିଆଯାଇ ଚନ୍ଦ୍ରଭାଗାରେ ସୂର୍ଯ୍ୟ ପୂଜା କରାଯାଇଥିଲା। କୁଷ୍ଠ ରୋଗରୁ ମୁକ୍ତି ପାଇବା ପରେ ଏଠାରେ ସେହି ଦିନଠାରୁ ଏହି ପରମ୍ପରା ପ୍ରଚଳିତ ହୋଇଆସୁଛି ବୋଲି ଅନନ୍ତ ଅବଧୂତ ମଠ ମହନ୍ତ କହିଥିବା ବେଳେ ଏଠାରେ ଆଜିର ଦିନରେ ସ୍ନାନ କରି ସୂର୍ଯ୍ୟଙ୍କୁ ପୂଜା କଲେ ମହାପୁଣ୍ୟ ମିଳିଥାଏ ବୋଲି କହିଛନ୍ତି। ଆଜିର ଦିନରେ ପରମ୍ପରା ଅନୁଯାୟୀ ଅବଧୂତ ମଠରୁ ରଥ ଉପରେ ବରା, କାକେରା ଓ ପୋଡପିଠା ଲାଗି କରାଯିବା ପରେ ମୈତ୍ରୀ ରଥ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଯିବା ପରେ ସେଠାରେ 27 ଦିନ ପର୍ଯ୍ୟନ୍ତ ରହିବା ପରେ ପୁନର୍ବାର ମାଘ ମେଳାକୁ ପ୍ରତ୍ୟାବର୍ତ୍ତନ କରିଥାଏ ଏହି ସୂର୍ଯ୍ୟ ରଥ ବୋଲି ମହନ୍ତ କହିଥିବା ବେଳେ କାହିଁ କେଉଁ ସ୍ଥାନରୁ ସୂର୍ଯ୍ୟ ଉପାସନା କରିବାକୁ ଦୌଡ଼ି ଆସିଛନ୍ତି ଶ୍ରଦ୍ଧାଳୁ। ଆଜିର ଦିନ ହଉଛି ରୋଗମୁକ୍ତ ଦିବସ, ମୈତ୍ରୀର ଦିବସ। ବିଶ୍ୱ ଆଜି ଯୋଉ ଅବସ୍ଥାରେ ଚାଲିଛି, ମୈତ୍ରୀଟା ଆଜି ସମସ୍ତଙ୍କର ଆବଶ୍ୟକତା ଅଛି। ତେଣୁ ପ୍ରତ୍ୟେକ ଜୀବନରେ ଯଦି ଜଣେ ମିତ୍ର ନାହିଁ, ତା ଜୀବନ ଅନ୍ଧକାର ଛନାଇଯାଏ। ତେଣୁ ମୈତ୍ରୀ ଦର୍ଶନ ତତ୍ତ୍ୱ ସେ ଭାଗବତ ଗୀତାର 4th ଅଧ୍ୟାୟରେ ନିଜ ପୁତ୍ର ବୈବସ୍ୱତ ମନୁ ମାଧ୍ୟମରେ ସେ ପ୍ରଦାନ କରିଛନ୍ତି। ଆପଣ ଯଦି ଉତ୍ତମ ମିତ୍ର ଲାଭ କରିବାକୁ ଚାହିଁଲେ ଆପଣ ସେଇ ଭାଗବତ ଗୀତାର 4th ଅଧ୍ୟାୟ ପାଠ କରନ୍ତୁ ବା କର୍ମ ସନ୍ନ୍ୟାସ ପାଠ କରନ୍ତୁ। ଆପଣ ନିଶ୍ଚୟ ଉତ୍ତମ ମିତ୍ର ଜଣେ ପାଇପାରିବେ।
ଶାମ୍ବ ଦଶମୀର ମୁଖ୍ୟ ହଉଛି ଆମେ କେମିତି ସୂର୍ଯ୍ୟ ଭଗବାନଙ୍କୁ ପୂଜା ପାଠ କରିବା ଏବଂ ତାଙ୍କର ଆଶୀର୍ବାଦ ଲାଭ କରିବା। ଆଜି ପବିତ୍ର ଶାମ୍ବ ଦଶମୀ ଶୁକ୍ଳପକ୍ଷ ଦଶମୀ ତିଥି। ଏହି ଶୁକ୍ଳପକ୍ଷ ଦଶମୀ ତିଥିରେ ବହୁ ଦୂର ଦୂରାନ୍ତରୁ ଭକ୍ତମାନେ ଆସି ଚନ୍ଦ୍ରଭାଗା ଅର୍କ ତୀର୍ଥରେ ବୁଡ଼ ପକାଇ ଦୀପଦାନ କରିଥାନ୍ତି। କାରଣ ଭଗବାନ ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ ଅଭିଶାପ ପାଇଥିଲା, ତାକୁ ଅଭିଶାପ ଦେଇଥିଲେ ନିଜେ ଭଗବାନ ଶ୍ରୀକୃଷ୍ଣ। ସେ କେମିତି ଅଭିଶାପରୁ ମୁକ୍ତ ହେବେ ବୋଲି ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିବାରେ ଭଗବାନ ଶ୍ରୀକୃଷ୍ଣ କହିଲେ ଯେ ତମେ ଯାଅ ଚନ୍ଦ୍ରଭାଗା ଅର୍କ ତୀର୍ଥରେ, ସେଠି ସୂର୍ଯ୍ୟ ଉପାସନା କରି ସୂର୍ଯ୍ୟ ଭଗବାନଙ୍କୁ ସନ୍ତୁଷ୍ଟ କରିପାରିଲେ ତମେ ଅଭିଶାପରୁ ମୁକ୍ତ ହବ। ଆଜି ଦିନରେ ଶାମ୍ବ ଭଗବାନ ସୂର୍ଯ୍ୟନାରାୟଣଙ୍କର ଉପାସନା କରି ଏଠୁ ଅଭିଶାପରୁ ମୁକ୍ତ ହୋଇଥିଲା। ସାଧାରଣ ରୋଗଟିଏ ପାଇଁ ସାଧାରଣତଃ ଡାକ୍ତରଙ୍କ ଉପରେ ଲୋକେ ନିର୍ଭର କରୁଥିବା ବେଳେ ଆଧୁନିକ ଯୁଗରେ ଲୋକେ ଆଜି ମଧ୍ୟ ଶାମ୍ବ ଦଶମୀ ଦିନ ଚନ୍ଦ୍ରଭାଗାରେ ସୂର୍ଯ୍ୟ ପୂଜା କଲେ ସମସ୍ତ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ କରି ଆସୁଛନ୍ତି। ଆଜି ପବିତ୍ର ଶାମ୍ବ ଦଶମୀ। ଭଗବାନ କୃଷ୍ଣ ନିଜର ପୁତ୍ର ଶାମ୍ବକୁ ଅଭିଶାପ ଦେଇଥିଲେ। ଅଭିଶାପରୁ ରୋଗମୁକ୍ତ ହେଉଥିବାରୁ ଦୀର୍ଘାୟୁ ଦୀର୍ଘ କାମନା ନିମନ୍ତେ କୋଣାର୍କ ଅର୍କ କ୍ଷେତ୍ରରେ ଏକାମ୍ର ମନରେ ମଙ୍ଗଳ ଗ୍ରହଙ୍କର ଯଜ୍ଞାହୁତି କରି ଓ ସୂର୍ଯ୍ୟଙ୍କର ଉପାସନା କରି ସୂର୍ଯ୍ୟ ପୂଜା ସୂର୍ଯ୍ୟ ଉପାସନା କରି ରୋଗମୁକ୍ତ ହୋଇଥିଲେ। ଗୋବରୁ ଜୟନ୍ତ କୁମାର ସେଠୀଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।